ଦର୍ଶକ ବନ୍ଧୁ, ମୁଁ ଆର ଭିଡ଼ିଓ ମାନଙ୍କରେ 4 ଜାତିର ନାରୀଙ୍କ ଲକ୍ଷଣ ବିଷୟରେ କହିଥିଲି। ଏବେ 3 ଜାତିର କନ୍ୟା ବା କୁମାରୀମାନଙ୍କ ଲକ୍ଷଣ ବିଷୟରେ କହିବି। ସେହି 3 କୁମାରୀମାନେ ହେଲେ ଉତ୍ତମା କୁମାରୀ, ମଧ୍ୟମା କୁମାରୀ ଏବଂ ଅଧମା କୁମାରୀ। ସେମାନଙ୍କ ମଧ୍ୟରେ ଉତ୍ତମା କୁମାରୀ ହେଉଛନ୍ତି ସର୍ବଶ୍ରେଷ୍ଠ। ସେହି କୁମାରୀକୁ ସଯତ୍ନେ ଗ୍ରହଣ କରାଯାଇପାରେ ବା ବିବାହ କରାଯାଇପାରେ। ସେମାନଙ୍କର ଲକ୍ଷଣ ହେଲା ସେହି କୁମାରୀମାନେ ଶ୍ୟାମଳ ବର୍ଣ୍ଣ ହୋଇପାରନ୍ତି, ଗୌରବର୍ଣ୍ଣ ହୋଇପାରନ୍ତି କିମ୍ବା ଉଜ୍ଜଳ ଶ୍ୟାମଳ ବର୍ଣ୍ଣ ମଧ୍ୟ ହୋଇପାରନ୍ତି। ଯାହାର ଦେହ ଅତି ଦୀର୍ଘ ନୁହେଁ ବା ବଡ଼ ନୁହେଁ କିମ୍ବା ଛୋଟ ନୁହେଁ, ତାହାକୁ ଉତ୍ତମ କୁମାରୀ ବୋଲି କହିବା। ସେହି କୁମାରୀମାନେ ଚାଲିଲା ବେଳେ ହସ୍ତୀ ଚାଲି ପରି ସେମାନେ ଚାଲନ୍ତି ଏବଂ ହଂସ ଚାଲି ପରି ମଧ୍ୟ ଚାଲନ୍ତି। ଯାହାର ଦନ୍ତପନ୍ତି ଅର୍ଥାତ୍ ଦାନ୍ତ ଗୁଡ଼ିକ କ୍ଷୁଦ୍ର, ତାହାକୁ ଉତ୍ତମ କୁମାରୀ ବୋଲି ଆମେ ଜାଣିପାରିବା। ଯେଉଁ କୁମାରୀ ଶ୍ୟାମଳ ବର୍ଣ୍ଣ, ଉତ୍ତମ କେଶଯୁକ୍ତ ଏବଂ ଯାହାର ଶରୀର ଆକୃତି ସୁନ୍ଦର ଏବଂ ଯେଉଁ କୁମାରୀର ନାଭି ଗଭୀର ଏବଂ ଦନ୍ତ ଗୁଡ଼ିକ ସମାନ ଏବଂ ଶରୀର ନିର୍ମଳ, ଚାଲି ଧୀର ଏବଂ ସ୍ୱଭାବ ଶାନ୍ତ, ସେହି କନ୍ୟା ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ଅର୍ଥ, କାମ, ଧର୍ମ ସିଦ୍ଧ ପାଇଁ ମୃଦୁ ଓ ସ୍ନିଗ୍ଧ ଶ୍ୟାମଳ କୁଶଧରୀ, ସ୍ୱଳ୍ପ ନିଦ୍ରାବତୀ, ଲଜ୍ଜାଶୀଳା, ସୁବର୍ଣ୍ଣା ଏବଂ ଲୋମ ବର୍ଜିତା ଅର୍ଥାତ୍ ଦେହରେ ଲୋମ ନଥିବ ଏବଂ ଶୁକ ଚଞ୍ଚୁ ପରି ଅର୍ଥାତ୍ ଶୁଆ ଚଞ୍ଚୁ ପରି ଯାହାର ନାସିକା, ଯାହାର ଗଭୀର ଯୁକ୍ତ ନାଭି, ସେହି କନ୍ୟା ସୁଲକ୍ଷଣା ଅଟନ୍ତି। ଯାହାର କରତଳ ଅର୍ଥାତ୍ ପାପୁଲି ତଳ ରକ୍ତ ପଦ୍ମ ସଦୃଶ, ନୟନ 2 ପଦ୍ମପତ୍ର ପରି ଆୟତ ଏବଂ ଯେଉଁ କୁମାରୀ ଧର୍ମପରାୟଣା, ତାହାକୁ ଉତ୍ତମ ବୋଲି ଜାଣିବ ଏବଂ ସେହି ଉତ୍ତମ କୁମାରୀକି ଗ୍ରହଣ କଲେ ସ୍ୱର୍ଗ ସଦୃଶ ଘର ସଂସାର କରିହେବ। ଦର୍ଶକ ବନ୍ଧୁ, ଏହି ଟିପ୍ସ ଗୁଡ଼ିକ କିପରି ଲାଗୁଛି ଆପଣମାନେ କମେଣ୍ଟ କରି ଜଣାଇବେ, ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।